ଦଶମ ଶ୍ରେଣୀର ମୋର ସମସ୍ତ ପ୍ରିୟ ଛାତ୍ରଛାତ୍ରୀମାନେ ତୁମ ସମସ୍ତଙ୍କୁ ପୁଣି ଥରେ ତୁମମାନଙ୍କର ପ୍ରିୟ ୟୁଟ୍ୟୁବ୍ ଚ୍ୟାନେଲ୍ ଏସ୍ଏସ୍ ଓଡ଼ିଆ ଏକାଡେମୀକୁ ସ୍ୱାଗତ। ପିଲାମାନେ ତୁମମାନଙ୍କର ଯେଉଁ ରହିଛି ଚାରିଟି କ୍ଲବ୍ ଆସ୍ପିରେସନାଲ୍ କମ୍ପୋନେଣ୍ଟ କଥା ମୁଁ କହୁଛି। ଚାରିଟି କ୍ଲବ୍ ଯେଉଁ ରହିଛି ସାହିତ୍ୟ ସୃଜନୀ, ଜିଜ୍ଞାସା, କୌଶଳୀ ଓ କ୍ରୀଡ଼ାଙ୍ଗନ। ତ କ୍ରୀଡ଼ାଙ୍ଗନର ଯେଉଁ ଅଧିବେଶନ ଗୁଡ଼ାକ ଥିଲା ତା'ର ସମସ୍ତ ଅଧିବେଶନର ଗୋଟେ ଭିଡ଼ିଓ ମୁଁ ଅପଲୋଡ଼ କରିଦେଇଛି 2025-26 ପାଇଁ। କାହିଁକିନା ତୁମର ବହୁତ ଗୁରୁତ୍ୱ ରହୁଛି ଏଥିରେ। ଯେଉଁ ମାର୍କ ତୁମେମାନେ ରଖିବ ତାହା ତୁମର କ୍ୟାରିୟର ମାର୍କକୁ ଅଧିକ ବଢ଼େଇବ ଏବଂ ପରସେଣ୍ଟେଜ୍ ଅଧିକ ଆଣିବାରେ ସହାୟକ ହେବ। ତ ପ୍ରତ୍ୟେକ ଅଧିବେଶନର ଭିଡ଼ିଓ ପାଇବା ପାଇଁ ଚ୍ୟାନେଲକୁ ନିଶ୍ଚିତ ରୂପେ ଗୋଟେ ସବସ୍କ୍ରାଇବ୍ କରିଦିଅ ଆଉ ସାଙ୍ଗମାନଙ୍କ ସହିତ ବହୁତ ମାତ୍ରାରେ ସେୟାର କରିଦିଅ, କାହିଁକିନା ସେମାନେ ମଧ୍ୟ ଉପକୃତ ହେଇପାରିବେ। ଚାଲ ଆଜି ଦେଖିବା କ'ଣ ନା ଆମର ସାହିତ୍ୟ ସୃଜନୀ, ଦଶମ ଶ୍ରେଣୀ ସାହିତ୍ୟ ସୃଜନୀର କେତେ ଗୁଡ଼ିଏ ଚାପ୍ଟର ଦେଖିବା, କ'ଣ କ'ଣ ରହିଛି ତା'ର ଅଧିବେଶନ। ଆକାଂକ୍ଷୀ ପାଠ୍ୟକ୍ରମ ଦଶମ ଶ୍ରେଣୀ, ଏଥିରେ ମୁଖ୍ୟତଃ ଏହି ସୂଚୀପତ୍ରରେ ଆମେ ଦେଖିବା ମୁଖ୍ୟତଃ କେତେ ଗୁଡ଼ିଏ ତା'ର ଅଧିବେଶନ ରହୁଛି। ପ୍ରତ୍ୟେକ ଅଧିବେଶନ ସହିତ ଆମକୁ ଦୁଇଟି ପ୍ରୋଜେକ୍ଟ ୱାର୍କ କରିବା ପାଇଁ ପଡ଼ିବ। କେତୋଟି ନା ଦୁଇଟି ପ୍ରୋଜେକ୍ଟ ୱାର୍କ କରିବା ପାଇଁ ପଡ଼ିବ। ତ ସେ ସମସ୍ତ ପ୍ରୋଜେକ୍ଟ ୱାର୍କ କରିବା ସହିତ ଆମେ ତା'ର ଅଧିବେଶନ ଗୁଡ଼ିକ କରିବା। ପ୍ରଥମେ ହେଲା ସ୍ମୃତିରେ ସାହିତ୍ୟ ସୃଜନୀ, ସମୀକ୍ଷା ପୁଣି ଥରେ, ବହି ମୋର ଅତି ନିଜର, କଥା ଓ ବକ୍ତୃତା ତର୍କ, କାହାଣୀ କେଉଁ ଆଡ଼କୁ ନେଉଛି ଟାଣି, ଆସ କାହାଣୀକୁ ସମ୍ପୂର୍ଣ୍ଣ କରିବା, କାହାଣୀରୁ ନାଟକ, ନାଟକ ଦେଖିବା ଆଉ ସମୀକ୍ଷା କରିବା। ପ୍ରତ୍ୟେକ ଅଧିବେଶନକୁ ଆମକୁ କରିବା ପାଇଁ ପଡ଼ିବ ଏବଂ ତା'ର ଆନ୍ସର୍କୁ ଜାଣିବା ପାଇଁ ପଡ଼ିବ ଏବଂ ପ୍ରତ୍ୟେକ ଅଧିବେଶନର ଆମେ ଯେତିକି ମାର୍କ ରଖିଲେ ତାହା ଟୋଟାଲ୍ ପରସେଣ୍ଟେଜ୍ ବାହାରିବ ଏବଂ ତୁମେ ସେହି ଅନୁସାରେ 20ରୁ କେତେ ମାର୍କ ରଖିଲ ତାହା ଜଣାପଡ଼ିବ। ତାପରେ ଦେଖ, ନାଟକ ଦେଖିବା, ସମୀକ୍ଷା କରିବା, ଶବ୍ଦ ଖେଳ, ଆସ କବିତା ଲେଖିବା, ଯଦି ଏପରି ହୋଇଥାନ୍ତା, କାହାଣୀ ଲେଖିବା, ସମୀକ୍ଷା ଶିଖିବା, ଆସ ଜାଣିବା, ଆସ ଚିହ୍ନିବା, ମୋ ବନ୍ଧୁ ମୋ ସଖା, ସମାର୍ଥ ଶବ୍ଦ, ତୁ କହିଲେ ଦିନ ମୁଁ କହିବି ରାତି, ଆଣ୍ଟୋନିମ୍ସ ବିପରୀତାର୍ଥ ଶବ୍ଦ, ଚାରୋଟି ଠିକ୍ ଗୋଟିଏ ଭୁଲ, ଚିଠି ଉଡ଼ିଯାଏ ଚଢ଼େଇ ପରି, ଆସ କହିବା ଓ କୁହାଇବା। ଅଧିବେଶନ 18, ଆସ ପ୍ରଶ୍ନ ତିଆରି କରିବା। ଅଧିବେଶନ 19, କହି ଜାଣିଲେ କଥା ସୁନ୍ଦର। ଅଧିବେଶନ 20, ଆମ ଲେଖକ ଓ ତାଙ୍କ ଲେଖା। ଅଧିବେଶନ 21, ମୋ କଥା ଓ ମୋ କାହାଣୀ ନୂତନ ସଂସ୍କରଣ, ମୁଁ ମୋ ସ୍କୁଲ ଏବଂ ମୋର ଅଭୁଲା ସ୍ମୃତି। ଅଧିବେଶନ 24 ଦେଖ, ସାହିତ୍ୟ ସୃଜନୀ ଆକାଂକ୍ଷୀ ପାଠ୍ୟକ୍ରମ ପାଇଁ ମୂଲ୍ୟାଙ୍କନ, ଶିକ୍ଷକଙ୍କ ପାଇଁ ଫିଡ଼ବ୍ୟାକ୍ ଓ ମତାମତ ସମ୍ବନ୍ଧୀୟ ସୂଚନା, କ୍ଲବ୍ ଗତିବିଧି, ଦଶମ ଶ୍ରେଣୀ ପୁସ୍ତକ ସମୀକ୍ଷା, ନିର୍ଦ୍ଦେଶାବଳୀ। ଅଧିବେଶନ 27, କେଉଁ ଅଧିବେଶନ କେଉଁ ଭାଷାରେ ଉଦ୍ଦିଷ୍ଟ ସବୁ ଦେଇଛି। ଅଧିବେଶନ 1, ପ୍ରଥମ ଭାଷା ଦ୍ୱିତୀୟ ଭାଷା ତୃତୀୟ ଭାଷାରେ ହେଇପାରିବ। ଅଧିବେଶନ 2, ପ୍ରଥମ ଦ୍ୱିତୀୟ ତୃତୀୟ ଭାଷାରେ ହେଇପାରିବ। ମାନେ ପ୍ରଥମ ଭାଷା, ଦ୍ୱିତୀୟ ଭାଷା, ତୃତୀୟ ଭାଷା। ପ୍ରଥମ ଭାଷା କ'ଣ? ଓଡ଼ିଆ। ଦ୍ୱିତୀୟ ଭାଷା କ'ଣ? ଇଂଲିଶ। ତୃତୀୟ ଭାଷା କ'ଣ? ହିନ୍ଦୀ ବା ସଂସ୍କୃତ। ତ ସେଇଭଳି ଭାବରେ ଆମର ସମସ୍ତ ଅଧିବେଶନ ଦେଖିଦିଅ କେଉଁ ଭାଷାରେ ଆମେ କରିପାରିବା ଆଉ କେଉଁଟା କେବଳ ହିନ୍ଦୀରେ କରାଯାଇପାରିବ। ଅଧିବେଶନ 1 ଦେଖ, ସ୍ମୃତିରେ ସାହିତ୍ୟ ସୃଜନୀ। ଏହି ଅଧିବେଶନ ଉଦ୍ଦେଶ୍ୟ ହେଲା ବିଗତ ବର୍ଷରେ ସାହିତ୍ୟ ସୃଜନୀର ଗତିବିଧି ଗୁଡ଼ିକର ସ୍ମୃତିଚାରଣ କରିବା ସହିତ ଏହି ଶିକ୍ଷାବର୍ଷ ପାଇଁ ସାହିତ୍ୟ ସୃଜନୀର ଗତିବିଧିକୁ ଆହୁରି ଆକର୍ଷଣୀୟ, ଶିକ୍ଷଣୀୟ ଓ ମଜାଦାର କରିବା। ଆବଶ୍ୟକୀୟ ଉପକରଣ, ପୂର୍ବ ବର୍ଷରେ ସାହିତ୍ୟ ସୃଜନୀ ଅଧୀନରେ କରାଯାଇଥିବା ଗତିବିଧି ଗୁଡ଼ିକର ଫଟୋ ଏବଂ ଭିଡ଼ିଓ, A4 ସାଇଜ୍ କାଗଜ, ସ୍କେଚ୍ ପେନ୍, ସ୍ମାର୍ଟ ବୋର୍ଡ଼, ପେନ୍, ପେନସିଲ୍, ପାଠ୍ୟପୁସ୍ତକ, ଖବରକାଗଜ, କଇଁଚି, ଅଠା ଇତ୍ୟାଦି ନେବା। ଶିକ୍ଷକ ପୂର୍ବରୁ ବିଗତ ବର୍ଷର ଗତିବିଧି ଗୁଡ଼ିକର ଫଟୋ ଓ ଭିଡ଼ିଓକୁ ସଂକଳିତ କରି ସ୍ମାର୍ଟ ବୋର୍ଡ଼ରେ ପ୍ରଦର୍ଶନ ପାଇଁ ପ୍ରସ୍ତୁତ କରି ରଖିଥିବେ। ମୁଁ ସାହିତ୍ୟ ସୃଜନୀ ଓ ମୋର ପ୍ରଥମ ଅନୁଭୂତି। ଦେଖ କ'ଣ ପ୍ରଥମ ଅନୁଭୂତି ନା, ଶିକ୍ଷକ ପ୍ରଥମେ ସାହିତ୍ୟ ସୃଜନୀକୁ ନେଇ ନିଜର ସୁନ୍ଦର ଅନୁଭୂତିରୁ ଶିକ୍ଷାର୍ଥୀମାନଙ୍କୁ କିଛି ଘଟଣା କହିବେ। ତୁମ ଶିକ୍ଷକ ଏ ବିଷୟରେ ତୁମମାନଙ୍କୁ କହିବେ। କିଛି ଶିକ୍ଷାର୍ଥୀ ସେମାନେ ଅନୁଭବ କରିଥିବା ସାହିତ୍ୟ ସୃଜନୀର ମଧୁର ମୁହୂର୍ତ୍ତ ବିଷୟରେ କହିବେ। ତାପରେ ପୂର୍ବରୁ ସଂଗ୍ରହ କରି ରଖିଥିବା ବିଗତ ବର୍ଷର ଫଟୋ ଏବଂ ଭିଡ଼ିଓ ଗୁଡ଼ିକ ସ୍ମାର୍ଟ ବୋର୍ଡ଼ ମାଧ୍ୟମରେ ଦେଖାଇବେ ଓ ପୁଣି ଥରେ କାର୍ଯ୍ୟକଳାପ ଗୁଡ଼ିକ ମନେ ପକାଇବା ପାଇଁ କହିବେ।
ଫଟୋ ଭିଡ଼ିଓ ଗୁଡ଼ିକ ଦେଖି ସାରିବା ପରେ ଶିକ୍ଷାର୍ଥୀମାନଙ୍କୁ ନିମ୍ନ ସୂଚନା ଦେବେ। ଦେଖ ଏ ସମସ୍ତ ଜିନିଷକୁ ଟିକେ ପଢ଼ି ନେବ, ମୁଁ ତାର ସମସ୍ତ ଆନ୍ସର୍ ପ୍ରୋଭାଇଡ଼ କରିବି। ଦେଖ ଅପଲୋଡ଼ ମଧ୍ୟ ହୋଇସାରିଛି 6-7ଟିର, ସେଥିରୁ ତୁମେମାନେ ଆନ୍ସର୍ କରିପାରିବ। ତାପରେ ଗୃହ କାର୍ଯ୍ୟ ଦେଖ, ସାହିତ୍ୟ ସୃଜନୀର ପୂର୍ବ ବର୍ଷର ଅନୁଭୂତିକୁ ନେଇ ପ୍ରତ୍ୟେକ ଶିକ୍ଷାର୍ଥୀ ଚିତ୍ର, କାହାଣୀ କିମ୍ବା କବିତା ଲେଖିକି ଆଣିବେ ଓ ଏହି ଲେଖା ଓ ଚିତ୍ରଗୁଡ଼ିକୁ ନେଇ ପ୍ରାଚୀର ପତ୍ରିକାରେ ସ୍ଥାନିତ କରିବେ। ଅଧିବେଶନ 2 ସମୀକ୍ଷା ପୁଣି ଥରେ, ତାର ଉଦ୍ଦେଶ୍ୟ କ'ଣ ରହିଛି? ଶିକ୍ଷାର୍ଥୀମାନେ ପୁସ୍ତକ ସମୀକ୍ଷାର ବିଭିନ୍ନ ଦିଗ ଗୁଡ଼ିକୁ ପୁନଃ ଆଲୋଚନା ମାଧ୍ୟମରେ ଭଲ ଭାବରେ ବୁଝିପାରିବେ। ଶିକ୍ଷାର୍ଥୀମାନେ ସଫଳ ଭାବରେ ଉନ୍ନତ ମାନର ପୁସ୍ତକ ସମୀକ୍ଷା କରିବାରେ ସକ୍ଷମ ହେବେ। ଗୃହ କାର୍ଯ୍ୟ କ'ଣ ରହିବ ନା, ସମସ୍ତ ଛାତ୍ରଛାତ୍ରୀ ଏ ବର୍ଷର ପୁସ୍ତକ ସମୀକ୍ଷା ପାଇଁ ଚୟନ କରିଥିବା ବହିର ସଂକ୍ଷିପ୍ତ ସାରାଂଶ ଲେଖିକି ଆଣିବେ ଓ ଶିକ୍ଷକଙ୍କ ପାଖରେ ଜମା ଦେବେ। ଏଟା ଗୃହ କାର୍ଯ୍ୟରେ ରହିଛି। ତାପରେ ଅଧିବେଶନ 3 ଦେଖ, ବହି ମୋର ଅତି ନିଜର। ଉଦ୍ଦେଶ୍ୟ କ'ଣ? ଛାତ୍ରଛାତ୍ରୀମାନେ ପୁସ୍ତକ ପଠନ ପ୍ରତି ଆଗ୍ରହୀ ହେବେ ଓ ପୁସ୍ତକ ପଠନର ଉପକାରିତାକୁ ବୁଝିବେ। ଛାତ୍ରଛାତ୍ରୀମାନଙ୍କର ପଠନ ଦକ୍ଷତାର ବିକାଶ ହେବ। ତାପରେ ଦେଖିବା ଆର ଗୃହ କାର୍ଯ୍ୟ କ'ଣ ରହିଛି ଦେଖିଦେବା। ଏଠି ଗଳ୍ପର ନାମ ଲେଖିବା, ଗଳ୍ପର ଚରିତ୍ର ଗୁଡ଼ିକ ଲେଖିବା, ଗଳ୍ପର ସଂକ୍ଷିପ୍ତ ସାରାଂଶ, ଗୋଟିଏ ସଂକ୍ଷିପ୍ତ ଅନୁଚ୍ଛେଦ ଆମକୁ ଲେଖିବା ପାଇଁ ପଡ଼ିବ। ଏ ଭିଡ଼ିଓଟି ମଧ୍ୟ ଅପଲୋଡ଼ ହୋଇସାରିଛି, ତାକୁ ତୁମେମାନେ ଯାଇକି ପ୍ଲେଲିଷ୍ଟରୁ ସର୍ଚ୍ଚ କରିକି ଆନ୍ସର୍ ଲେଖିପାରିବ। ତାପରେ ଅଧିବେଶନ 4 ଦେଖ, କଥା ଓ ବକ୍ତୃତା। ଆମେ ଯେଉଁ ସ୍ପିଚ୍ ଦେଉଛେ ବା ତର୍କ ପ୍ରତିଯୋଗିତା ହେଉଛି ବିଭିନ୍ନ ମହାତ୍ମା ଗାନ୍ଧୀଙ୍କ ବିଷୟକୁ ନେଇକି, ସ୍ୱାଧୀନତା ଦିବସକୁ ନେଇକି ହେଉ ବା ରିପବ୍ଲିକ୍ ଡେକୁ ନେଇକି ହେଉ କିମ୍ବା ସୁଭାଷ ଚନ୍ଦ୍ର ବୋଷକୁ ନେଇକି ହେଉ କିମ୍ବା ବର୍ତ୍ତମାନ ସମୟରେ ବିଭିନ୍ନ ପ୍ରକାର ସମସ୍ୟା ଯେମିତି କାର୍ଗିଲ ସମସ୍ୟା, ସନ୍ତାସବାଦ ସମସ୍ୟା, ତାପରେ ବିଶ୍ୱ ଉଷ୍ମାୟନ ସମସ୍ୟା, ବିଭିନ୍ନ ପ୍ରକାର ଯେଉଁ ସମସ୍ୟା ରହିଛି ତାକୁ ନେଇକି ତ ବିଭିନ୍ନ ପ୍ରକାର କଥା ବକ୍ତୃତା। ଉଦ୍ଦେଶ୍ୟ ହେଲା ପିଲାଙ୍କ ଭିତରେ ସର୍ବସାଧାରଣରେ କୌଣସି ବିଷୟରେ କିଛି କହିବା ପାଇଁ ଆତ୍ମବିଶ୍ୱାସ ବୃଦ୍ଧି ହେବ। ପିଲାମାନେ ଅଭ୍ୟାସ ମାଧ୍ୟମରେ କହିବାର ଦକ୍ଷତା ବା କୌଶଳ ହାସଲ କରିବେ। ଆବଶ୍ୟକ ଉପକରଣ, ଆମ ଗାଁ ଖେଳ ପଡ଼ିଆ, ଆମ ଗାଁ ପାଠାଗାର, ଆମ ଗାଁ ପୋଖରୀ, ଆମ ଗାଁ ଦୋକାନ, ଆମ ଗାଁ ପର୍ବ, ଏ ସମସ୍ତକୁ ନେଇକି ଆମେ କରିବା। ତାପରେ ଦେଖ ଦେଇଛି ଗୃହ କାର୍ଯ୍ୟରେ କ'ଣ, ପିଲା କାର୍ଡ଼ ଗୁଡ଼ିକରେ ଲେଖା ହୋଇଥିବା ବିଷୟବସ୍ତୁରୁ ଗୋଟିଏ ଚୟନ କରିବେ। ତା ବିଷୟରେ ଘରୁ ପ୍ରସ୍ତୁତ ହୋଇ ଆସି ଶ୍ରେଣୀରେ ସମସ୍ତଙ୍କ ସାମ୍ନାରେ କହିବେ। ତେଣୁ ଖେଳ ପଡ଼ିଆ ବିଷୟରେ ତୁମେମାନେ କହିବ ଶ୍ରେଣୀରେ ଛିଡ଼ା ହେଇକି, ଦୋକାନ ବିଷୟରେ କହିବ, ବିଭିନ୍ନ ପ୍ରକାର ଅନୁଷ୍ଠାନ ସ୍କୁଲ ବିଷୟରେ କହିବ, ବିଭିନ୍ନ ପ୍ରକାର ଯେଉଁ ରହିଛି ଆମର ଟପିକ୍ ତାକୁ ନେଇକି ଆମେ ଭାଷଣ ଦେଇପାରିବା। ଅଧିବେଶନ 5 ଦେଖ କ'ଣ ଦେଇଛି ନା, କାହାଣୀ କେଉଁ ଆଡ଼କୁ ନେଉଛି ଟାଣି। ତାର ଉଦ୍ଦେଶ୍ୟ ହେଲା ଶିକ୍ଷାର୍ଥୀମାନଙ୍କର ମଧ୍ୟରେ ସୃଜନଶୀଳ ଚିନ୍ତାଧାରା ବୃଦ୍ଧି ପାଇବ। ଶିକ୍ଷାର୍ଥୀମାନଙ୍କର ଲିଖନ ଦକ୍ଷତାର ଅଭିବୃଦ୍ଧି ହେବ। ଶିକ୍ଷାର୍ଥୀମାନେ ଦଳରେ କାହାଣୀ ଲେଖିବା ଓ ପରବର୍ତ୍ତୀ ସମୟରେ ନିଜେ କାହାଣୀ ଲେଖିବାର କଥା ତଥା କହିବାର ସକ୍ଷମ ହେବ। ମୁଁ ଏ ସମସ୍ତ ଅଧିବେଶନକୁ ତୁମକୁ ଦେଖାଇବାର ଉଦ୍ଦେଶ୍ୟ ହେଲା ତୁମେ ଅଧିବେଶନ ବିଷୟରେ ସମ୍ୟକ ଧାରଣା ପାଇଥାଉ। ତାପରେ ଆମେ ଯେତେବେଳେ ଆନ୍ସର୍ କରିବା, ଗୃହ କାର୍ଯ୍ୟ କରିବା, ସେତେବେଳେ ଜାଣିପାରିବ। ତେଣୁ ଅଧିବେଶନ ବିଷୟରେ ଧାରଣା ନିଶ୍ଚିତ ଭାବରେ ଦରକାର, କାହିଁକିନା ତୁମେ ମଧ୍ୟ ଏଥିରୁ ନିଜେ ବି ବହୁତ କିଛି କରିପାରିବ, ଶିଖିପାରିବ ଆଉ ଜାଣିପାରିବ। ଗୃହ କାର୍ଯ୍ୟ କ'ଣ ରହିଛି? ଶିକ୍ଷାର୍ଥୀମାନେ ଦେଖିଥିବା ଭିଡ଼ିଓଟିର ଶେଷ ଭାଗ ନିଜ ହିସାବରେ ଘରୁ ଲେଖିକି ଆଣିବେ। ଆସ କାହାଣୀକୁ ସମ୍ପୂର୍ଣ୍ଣ କରିବା। ଉଦ୍ଦେଶ୍ୟ ଶିକ୍ଷାର୍ଥୀମାନଙ୍କ ପାଇଁ ମାନସ ମନ୍ଥନ, ସୃଜନଶୀଳ ଚିନ୍ତନ, ଗଭୀର ଚିନ୍ତନର ସୁଯୋଗ ସୃଷ୍ଟି କରିବା, ଶିକ୍ଷାର୍ଥୀମାନଙ୍କ ଭିତରେ ଲେଖନ ଦକ୍ଷତାର ବିକାଶ କରିବା। ଶିକ୍ଷାର୍ଥୀମାନେ ନିଜ ମନରୁ ଗୋଟିଏ ଗୋଟିଏ ଛୋଟ କାହାଣୀ ଲେଖି ଆଣିବେ। ଅଧିବେଶନ 7 ଦେଖ ଦେଇଛି କ'ଣ, କାହାଣୀରୁ ନାଟକ ଆମେ ତିଆରି କରିବା। କାହାଣୀ ଗୋଟେ ଅଛି, ସେଥିରୁ ନାଟକ, ଯେମିତି ମଞ୍ଚ ନାଟକ ରହୁଛି, ବିଭିନ୍ନ ପ୍ରକାର ସଂଳାପ ମାଧ୍ୟମରେ ବିଭିନ୍ନ ଚରିତ୍ରକୁ ନିଭାଉଥିବା ବ୍ୟକ୍ତିଙ୍କ ଦ୍ୱାରା କାହାଣୀର ନାଟକକୁ ସମ୍ପୂର୍ଣ୍ଣ କରାଯିବ। କ'ଣ ଶିକ୍ଷାର୍ଥୀମାନେ କାହାଣୀରେ ଥିବା ଚରିତ୍ର ଗୁଡ଼ିକ ଭଲ ଭାବରେ ବୁଝିପାରିବା ସହ କାହାଣୀ ଗୁଡ଼ିକୁ ନାଟକ ଭାବରେ ରୂପାନ୍ତରିତ କରିବାର କୌଶଳ ଶିଖିବେ। ଅଭିନୟ ମାଧ୍ୟମରେ ଶିକ୍ଷାର୍ଥୀମାନଙ୍କର ଭାବ ବିନିମୟ ଦକ୍ଷତା, କଥନ ଶୈଳୀର ବିକାଶ ଘଟିବ। ଦେଖ ଆ ଉପରେ ମୁଁ ସୁନ୍ଦର ଗୋଟେ ନାଟକ କାହାଣୀ ଗୋଟେ ଲେଖା ହେଇଛି ଏବଂ ସେ କାହାଣୀର ନାଟକ ମଧ୍ୟ ଲେଖା ହେଇଛି। ଅଧିବେଶନ 7କୁ ଦେଖିଦେବ ପ୍ଲେଲିଷ୍ଟରୁ ଏବଂ ତାର ଆନ୍ସର୍ କରିପାରିବ, ଯାହାକି SS ଓଡ଼ିଆ ଏକାଡେମୀ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ଉପଲବ୍ଧ ଅଛି। ତାପରେ ଦେଖ ଗୃହ କାର୍ଯ୍ୟ, ଯେଉଁ ଦଳ ନାଟକ ଲେଖିବା ସମ୍ପୂର୍ଣ୍ଣ କରିନାହାନ୍ତି ସେମାନେ ତାହା ପରବର୍ତ୍ତୀ ଅଧିବେଶନ ପୂର୍ବରୁ ସମାପ୍ତ କରି ଆଣିବେ। ଅଭିନୟକୁ ଭଲ ଭାବରେ କରିବା ପାଇଁ ପ୍ରତ୍ୟେକ ଶିକ୍ଷାର୍ଥୀ ନିଜ ଚରିତ୍ର ହିସାବରେ ସଂଳାପ ଅଭିନୟ ଅଭ୍ୟାସ କରି ଆସିଥିବେ।
ନାଟକ ଦେଖିବା ସମୀକ୍ଷା କରିବା। ଶିକ୍ଷାର୍ଥୀମାନଙ୍କ ମଧ୍ୟରେ କାହାଣୀର ବିଭିନ୍ନ ଚରିତ୍ର ଗୁଡ଼ିକୁ ଭଲ ଭାବରେ ବୁଝିବା, କାହାଣୀର ଚରିତ୍ର ଗୁଡ଼ିକୁ ବିଶ୍ଳେଷଣ କରିବା ଓ ତାକୁ ଅଭିନୟର ରୂପ ଦେବା କୌଶଳକୁ ବୃଦ୍ଧି କରିବା। ସମସ୍ତ ଶିକ୍ଷାର୍ଥୀଙ୍କୁ ଦେଖିଥିବା ଏହିସବୁ ନାଟକରୁ କୌଣସି ଏକ ନାଟକର ସାରମର୍ମ ଲେଖି ଆଣିବାକୁ କହିବେ। ତାପରେ ଅଧିବେଶନ ଦେଖ ଶବ୍ଦ ଖେଳ। ଉଦ୍ଦେଶ୍ୟ ଶିକ୍ଷାର୍ଥୀମାନଙ୍କର ଶବ୍ଦ ଜ୍ଞାନର ଅଭିବୃଦ୍ଧି ହେବ। ଲିଖନ କାର୍ଯ୍ୟ ସମୟରେ ଶବ୍ଦର ଉପଯୁକ୍ତ ବ୍ୟବହାର ଶିଖିବେ। କିଛି ବ୍ୟାକରଣଗତ ଶ୍ରୁତି ସହ ପରିଚିତ ହେବେ। ଗୃହ କାର୍ଯ୍ୟ କ'ଣ କରିବେ ନା ଖେଳ ଭଳି ଆଉ ଦୁଇଟି ଶବ୍ଦ ଶିକ୍ଷକ ଶିକ୍ଷାର୍ଥୀମାନଙ୍କୁ ଦେବେ। ଶିକ୍ଷାର୍ଥୀମାନେ ଶିକ୍ଷକଙ୍କ ଦ୍ୱାରା ଦିଆଯାଇଥିବା ଶବ୍ଦ ସମ୍ପର୍କିତ ଯେତେ ଶବ୍ଦ ଜାଣିଛନ୍ତି ତାହାର ତାଲିକା ଲେଖି ଆଣିବେ। ଅଧିବେଶନ 10 କ'ଣ ଦେଖ ଦେଇଛି ନା ଆସ କବିତା ଲେଖିବା। ବିଭିନ୍ନ ପ୍ରକାର କବିତା ଆମେ ଲେଖିପାରିବା। ଉଦ୍ଦେଶ୍ୟ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ କବିତା ଲେଖିବାର କୌଶଳକୁ ବୃଦ୍ଧି କରିବା। ଏଠି ଦେଖ ଦେଇଛି କ'ଣ ନା ଛନ୍ଦ କବିତା। ଛନ୍ଦ କବିତା ଭିତରେ କ'ଣ ରହିବ ଯେମିତି ତୁମର ଓଡ଼ିଆ ଗ୍ରାମାରରେ ପଢ଼ା ହେଉଛି ଯମକ, ଅନୁପ୍ରାସ, ମିତ୍ରାକ୍ଷର, ତ ସେ ସମସ୍ତଙ୍କୁ ନେଇକି ଅମିତ୍ରାକ୍ଷର ସେ ସମସ୍ତଙ୍କୁ ନେଇକି ଆମେ ଛନ୍ଦ କବିତା ଲେଖିବା। ମୁକ୍ତ ଛନ୍ଦର କବିତା ଆକାଶ, ସମୁଦ୍ର, ଅରଣ୍ୟ, ଭାରତବର୍ଷ, ମହାନଦୀ, ରଜପର୍ବ, ଦଶହରା, ମହାପୁରୁଷଙ୍କ ନାମ ଏଗୁଡ଼ାକୁ ନେଇକି ସବୁ ମୁକ୍ତ ଛନ୍ଦର କବିତା ଅଛି। ତାହା ମଧ୍ୟ ମୁଁ ଅପଲୋଡ଼ କରିସାରିଛି। ତାକୁ ତୁମେମାନେ ଦେଖିକି ଆନ୍ସର ଲେଖିପାରିବ। ଗୃହ କାର୍ଯ୍ୟ ଦେଖ ପ୍ରତ୍ୟେକ ଶିକ୍ଷାର୍ଥୀ ଧଳା ବୋର୍ଡ଼ରେ ଲେଖାଯାଇଥିବା ସମସ୍ତ ଶବ୍ଦ ନିଜ ଖାତାରେ ଲେଖିନେବେ ଓ ଏହାକୁ ବ୍ୟବହାର କରି ନିଜେ କବିତା ଲେଖି ଆଣିବେ। ଅଧିବେଶନ 11 ଦେଖ ଯଦି ଏପରି ହୋଇଥାନ୍ତା। ଉଦ୍ଦେଶ୍ୟ ହେଲା ଛାତ୍ରଛାତ୍ରୀମାନଙ୍କର କଳ୍ପନା ଶକ୍ତିର ବିକାଶ ହେବା ସହ ଲିଖନ ଦକ୍ଷତା ବୃଦ୍ଧି ହେବ। ତୁମକୁ ଯଦି ଦିନକୁ ପାଇଁ ମୁଖ୍ୟମନ୍ତ୍ରୀ କରିଦିଆଯିବ ତେବେ ତୁମେ ଶିକ୍ଷାର୍ଥୀମାନଙ୍କ ପାଇଁ କେଉଁ କେଉଁ କାମ ସବୁ କରିବ। ତୁମକୁ ଜିଲ୍ଲାପାଳ କରିଦିଆଗଲେ ତୁମେ କ'ଣ ସବୁ କାମ କରିବ। ତୁମେ ସ୍ପର୍ଶ କରୁଥିବା ପ୍ରତ୍ୟେକ ବସ୍ତୁ ସୁନା ହୋଇଗଲେ ତୁମେ କ'ଣ କରିବ। ତୁମେ ଯଦି ପ୍ରଧାନ ଶିକ୍ଷକ ହୋଇଥାନ୍ତ ତେବେ ବିଦ୍ୟାଳୟର ବିକାଶ ପାଇଁ କ'ଣ କରିଥାନ୍ତ। ପ୍ରତ୍ୟେକ ଶିକ୍ଷାର୍ଥୀ ଏହି ସମ୍ବନ୍ଧରେ ନିଜ ନିଜର ମତାମତ ଲେଖି ଆଣିବେ। ଗୃହ କାର୍ଯ୍ୟ ରହିଲା। ଅଧିବେଶନ 12 ଦେଖ କାହାଣୀ ଲେଖିବା ସମୀକ୍ଷା ଶିଖିବା। ଉଦ୍ଦେଶ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଭୀର ଚିନ୍ତନ ପ୍ରକ୍ରିୟାର ବିକାଶ ଘଟିବ। ପରସ୍ପର ମଧ୍ୟରେ ସହଭାଗିତାର ମନୋଭାବ ଜାଗ୍ରତ ହେବ। ଦଳଗତ କାର୍ଯ୍ୟର ଉପାଦେୟତାକୁ ବୁଝିବେ। କୌଣସି ଏକ ଦୃଶ୍ୟପଟକୁ ନେଇ ଚରିତ୍ର ଚିତ୍ରଣ କରି କାହାଣୀ ଲେଖିବାରେ ସମର୍ଥ ହେବେ। ତାର ଆମେ ଦେଖିବା କ'ଣ ରହିଛି ଗୃହ କାର୍ଯ୍ୟ। ପ୍ରତ୍ୟେକ ଶିକ୍ଷାର୍ଥୀ ସମୀକ୍ଷା ପାଇଁ ଚୟନ କରିଥିବା ପୁସ୍ତକର ସାରାଂଶ ଲେଖି ଆଣିବେ। ଯେଉଁ ପୁସ୍ତକ ଆମେ ଧର ଫକୀରମୋହନ ସେନାପତିର ଗୋଟେ ଗାରୁଡ଼ି ମନ୍ତ୍ର ବିଷୟରେ ଲେଖିବା କିମ୍ବା ଧୂଳିଆ ବା ଗଳ୍ପ ବିଷୟରେ ଲେଖିବା ତାର ସାରାଂଶକୁ ଆମେ ଲେଖିବା। ପୁରା ବିଷୟବସ୍ତୁ ନ ଲେଖି ତାର ସାରମର୍ମ ବୁଝା ପଡ଼ୁଥିବ ଯେମିତି ସର୍ଟକଟ୍ରେ ଆମେ ତାର ସାରାଂଶକୁ ଲେଖିକି ଦେଖାଇବା। ଆସ ଜାଣିବା ଆସ ଚିହ୍ନିବା। ଅଧିବେଶନ 13 ଉଦ୍ଦେଶ୍ୟ ଦେଖ ଲିଖନ କାର୍ଯ୍ୟରେ ଦକ୍ଷତା ବୃଦ୍ଧି। ଶିକ୍ଷାର୍ଥୀଙ୍କ ମଧ୍ୟରେ ପରସ୍ପରକୁ ଜାଣିବା, ପରସ୍ପର ଭିତରେ ସହଭାଗିତା, ଭାବ ବିନିମୟ ଦକ୍ଷତା ବୃଦ୍ଧି, ନିଜ ନିଜ ଭିତରେ ଆତ୍ମସଚେତନତା ବୃଦ୍ଧି ହେବ। ଗୃହ କାର୍ଯ୍ୟ କ'ଣ ରହିଛି ନା ପ୍ରତ୍ୟେକ ଶିକ୍ଷାର୍ଥୀ ନିଜ ବିଷୟରେ ଲେଖିଥିବା କାଗଜ ଗୁଡ଼ିକ ନେବେ ଏବଂ ନିଜ ସମ୍ବନ୍ଧରେ ଏକ ସଂକ୍ଷିପ୍ତ ଅନୁଚ୍ଛେଦ ଘରୁ ଲେଖିକି ଆଣିବେ। ଅଧିବେଶନ 14 ଦେଖ ମୋ ବନ୍ଧୁ ମୋ ସଖା ସିନୋନିମ୍ସ। ଶିକ୍ଷାର୍ଥୀମାନେ ଖେଳ ମାଧ୍ୟମରେ ପ୍ରତିଶବ୍ଦ ଜାଣିବେ ଓ ପରବର୍ତ୍ତୀ ସମୟରେ ପରୀକ୍ଷା ଓ ନିଜ ଲେଖାରେ ଏହା ପ୍ରକାଶିତ କରିବାରେ ସକ୍ଷମ ହେବେ। ଶିକ୍ଷାର୍ଥୀମାନେ ଶ୍ରେଣୀରେ ଆଗରୁ ପଢ଼ିବାକୁ ଥିବା ପାଠ୍ୟପୁସ୍ତକର ବିଷୟରୁ 10ଟି ଲେଖାଏଁ ଶବ୍ଦ ବାଛିବେ ଓ ତାହାର ପ୍ରତିଶବ୍ଦ ଲେଖି କରି ଆଣିବାକୁ କହିବେ। ଅଧିବେଶନ 15 ଦେଖ ତୁ କହିଲେ ଦିନ ମୁଁ କହିବି ରାତି ଆଣ୍ଟୋନିମ୍ସ। ଶିକ୍ଷାର୍ଥୀମାନେ ଖେଳ ମାଧ୍ୟମରେ ବିପଦାର୍ଥକ ବୋଧକ ଶବ୍ଦ ଜାଣିବେ ଓ ପରବର୍ତ୍ତୀ ସମୟରେ ପରୀକ୍ଷା ଏବଂ ନିଜ ଲେଖାରେ ଏହା ପ୍ରକାଶିତ କରିବାରେ ସକ୍ଷମ ହେବେ। ଗୃହ କାର୍ଯ୍ୟ କ'ଣ ରହିଛି ଶିକ୍ଷାର୍ଥୀମାନେ ଶ୍ରେଣୀରେ ଆଗରୁ ପଢ଼ିବାକୁ ଥିବା ପାଠ୍ୟପୁସ୍ତକର ବିଷୟରୁ 10ଟି ଲେଖାଏଁ ଶବ୍ଦ ବାଛିବେ ଓ ତାହାର ବିପରୀତ ଶବ୍ଦ ଲେଖିକରି ଆଣିବାକୁ କହିବେ। ଅଧିବେଶନ 16 ଦେଖ 4ଟି ଠିକ୍ ଗୋଟିଏ ଭୁଲ। ଶିକ୍ଷାର୍ଥୀମାନଙ୍କର ପଠନ ପ୍ରତି ଆଗ୍ରହ ସୃଷ୍ଟି କରିବା ସହ ପ୍ରସଙ୍ଗ ସମ୍ବନ୍ଧୀୟ ଧାରଣା ପାଇବେ। ଶିକ୍ଷାର୍ଥୀମାନେ ଦଳଗତ ପଠନର ଉପକାରିତା ବୁଝିବେ। ଗୃହ କାର୍ଯ୍ୟ କ'ଣ ଶିକ୍ଷକ 10ମ ଶ୍ରେଣୀ ସାହିତ୍ୟ ବହିର କୌଣସି ଏକ ବିଷୟକୁ ଚିହ୍ନଟ କରି ଉକ୍ତ ବିଷୟକୁ ଶିକ୍ଷାର୍ଥୀମାନଙ୍କୁ ଘରେ ପଢ଼ିବା ପାଇଁ କହିବେ। ସେଥିରୁ 4ଟି ପ୍ରାସଙ୍ଗିକ ବାକ୍ୟ ଉଦ୍ଧୃତ କରିବା ପାଇଁ ଓ ଗୋଟିଏ ଅପ୍ରାସଙ୍ଗିକ ବାକ୍ୟ ଲେଖିକି ଆଣିବା ପାଇଁ କହିବେ। ପରବର୍ତ୍ତୀ ସାହିତ୍ୟ ଶ୍ରେଣୀରେ ଶିକ୍ଷାର୍ଥୀମାନେ ପରସ୍ପର ସହିତ ତାଙ୍କର ଲେଖାକୁ ଅଦଳ ବଦଳ କରି ଅପ୍ରାସଙ୍ଗିକ ବାକ୍ୟଟିକୁ ଚିହ୍ନଟ କରିବେ।
ଚିଠି ଉଡ଼ିଯାଏ ଚଢ଼େଇ ପରି। ଏ ଅଧିବେଶନର ଉଦ୍ଦେଶ୍ୟ କ'ଣ ନା ଶିକ୍ଷାର୍ଥୀମାନେ ପତ୍ର ଓ ଦରଖାସ୍ତ ଲେଖିବାର ଶୈଳୀକୁ ବୁଝିବେ, ନିଜ ଠିକ୍ ଓ ନିର୍ଭୁଲ ପତ୍ର ତଥା ଦରଖାସ୍ତ ଲେଖିବାରେ ସଫଳ ହେବେ। ଦେଖ, ଆନୁଷ୍ଠାନିକ ଜିଲ୍ଲାପାଳଙ୍କ ନିକଟକୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିକଟକୁ, ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ ନିକଟକୁ, ପ୍ରଧାନ ଶିକ୍ଷକ ସମ୍ପାଦକ ନିକଟକୁ, ଅଣାନୁଷ୍ଠାନିକ ବାପା ମା ଭାଇ ଭଉଣୀ ସାଙ୍ଗ ନିକଟକୁ। ଆନୁଷ୍ଠାନିକ ଲେଖାରେ କ'ଣ ରହିବ? ପ୍ରେରକ, ଠିକଣା, ତାରିଖ, ଅଭିଭାବକ, ମୁଖ୍ୟାଂଶ, ସାରମର୍ମ, କୃତଜ୍ଞତା, ଦସ୍ତଖତ। ଅଣାନୁଷ୍ଠାନିକ ପ୍ରେରକ, ଠିକଣା, ତାରିଖ, ଅଭିବାଦନ, ମୁଖ୍ୟାଂଶ, କୃତଜ୍ଞତା, ଦସ୍ତଖତ। ଆଲୋଚ୍ୟ ପ୍ରସଙ୍ଗ ଆଧାରରେ ପ୍ରତ୍ୟେକ ଶିକ୍ଷାର୍ଥୀ ନିଜ ପସନ୍ଦ ଅନୁସାରେ ଗୋଟିଏ ଆନୁଷ୍ଠାନିକ ଗୋଟିଏ ଅଣାନୁଷ୍ଠାନିକ ପତ୍ର ଲେଖିକରି ଆଣିବେ। ଅଧିବେଶନ 18 ଦେଖ, ଆସ କହିବା ଓ କୁହାଇବା। ଶିକ୍ଷାର୍ଥୀମାନେ ନିଜ ମନର ଭାବକୁ ପ୍ରକାଶ କରିବା ଓ ସେ ଭାବକୁ ଅନ୍ୟ ଦ୍ୱାରା ପ୍ରକାଶିତ କରାଇବାର କୌଶଳ ହାସଲ କରିବେ। ଶିକ୍ଷାର୍ଥୀମାନେ ପ୍ରତ୍ୟକ୍ଷ ଉକ୍ତି ଓ ପରୋକ୍ଷ ଉକ୍ତି ସମ୍ପର୍କିତ ପ୍ରଶ୍ନର ଉତ୍ତରଗୁଡ଼ିକୁ ଲେଖିବା ପାଇଁ ସମର୍ଥ ହେବେ। ଅଧିବେଶନ 19 ଦେଖ, ଆସ ପ୍ରଶ୍ନ ତିଆରି କରିବା। ଉଦ୍ଦେଶ୍ୟ, ଶିକ୍ଷାର୍ଥୀମାନେ ବିଭିନ୍ନ ପ୍ରକାର ପ୍ରଶ୍ନ ଗଠନ ଓ କୌଶଳ ହାସଲ କରିବେ। ଭିନ୍ନ ଭିନ୍ନ ପ୍ରଶ୍ନ ପଛର ଉଦ୍ଦେଶ୍ୟ କ'ଣ ବୁଝିବେ। ପ୍ରଶ୍ନ ତିଆରି ମାଧ୍ୟମରେ ଶିକ୍ଷଣର ମହତ୍ତ୍ୱ ବୁଝିବେ। ଗୃହ କାର୍ଯ୍ୟରେ କ'ଣ ରହିଛି? ଶିକ୍ଷାର୍ଥୀମାନେ ସାହିତ୍ୟ ବହିରେ ଯେକୌଣସି ପଠିତ ଗୋଟିଏ ବିଷୟରୁ ବିଭିନ୍ନ ପ୍ରକାର ପ୍ରଶ୍ନ ତିଆରି କରି ଆଣିବେ। ଆଣିଥିବା ପ୍ରଶ୍ନକୁ ସାଇତିକି ରଖିବେ। ଶିକ୍ଷାର୍ଥୀମାନେ ଇଂରାଜୀ, ସଂସ୍କୃତ ଓ ହିନ୍ଦୀ ବହିର ଏକ ଅନୁଚ୍ଛେଦରୁ ବିଭିନ୍ନ ପ୍ରକାର ପ୍ରଶ୍ନ ତିଆରି କରି ଆସି ଶ୍ରେଣୀରେ ଉପସ୍ଥାପନା କରିବେ। ଅଧିବେଶନ 20 କହି ଜାଣିଲେ କଥା ସୁନ୍ଦର। ଉଦ୍ଦେଶ୍ୟ, ଛାତ୍ରଛାତ୍ରୀମାନେ ବକ୍ତବ୍ୟ ଏବଂ ଲେଖାରେ ପ୍ରସଙ୍ଗ ପାଇଁ ଉପଯୁକ୍ତ ବ୍ୟାକରଣଗତ ବିଭବ, ବାକ୍ୟ ସଂରଚନା ବ୍ୟବହାର କରିବା ଶିଖିବେ। ପ୍ରସଙ୍ଗ ଭିତ୍ତିକ ସଠିକ୍ ବାକ୍ୟ ସଂରଚନା ଶିଖିବେ। ପ୍ରତ୍ୟେକ ଶିକ୍ଷାର୍ଥୀ ନିଜ ପସନ୍ଦର ଗୋଟିଏ ଗୋଟିଏ ଅନୁଚ୍ଛେଦ ଚୟନ କରି କ୍ରିୟା, କର୍ମ ଓ କର୍ତ୍ତା ସଠିକ୍ ଭାବରେ ଚିହ୍ନଟ କରିବେ। ସେଗୁଡ଼ିକ ବ୍ୟବହାର କରି ଗୋଟିଏ ଲେଖାଏଁ ନୂତନ ଅନୁଚ୍ଛେଦ ଗଢ଼ି ଆଣିବେ। ଅଧିବେଶନ 21 ଆମ ଲେଖକ, କବି, ଔପନ୍ୟାସିକ, ଗାଳ୍ପିକ ଦିଦି ଓ ତାଙ୍କ ସ୍ମୃତି। ଶିକ୍ଷାର୍ଥୀମାନେ ତାଙ୍କ ପଠିତ ସାହିତ୍ୟ, ଇଂରାଜୀ ଓ ହିନ୍ଦୀ ଓ ସଂସ୍କୃତ ପୁସ୍ତକରେ ଥିବା ପାଠଗୁଡ଼ିକର ଲେଖକ ଓ କବିକୁ ଜାଣିବା ସହ ତାଙ୍କ କୃତିଗୁଡ଼ିକ ସମ୍ବନ୍ଧରେ ଅବଗତ ହେବେ। ପ୍ରତ୍ୟେକ ଶିକ୍ଷାର୍ଥୀ ଏହି ଶିକ୍ଷାବର୍ଷର ସମୀକ୍ଷା ପାଇଁ ସେମାନେ ଚୟନ କରିଥିବା ପାଠ୍ୟପୁସ୍ତକ ବହିର୍ଭୂତ ବହିର ଲେଖକ ପରିଚୟ ଲେଖିକି ଆଣିବେ। ମୋ କଥା ମୋ କାହାଣୀ ନୂତନ ସଂସ୍କରଣ। ଉଦ୍ଦେଶ୍ୟ, ଉତ୍ସାହ ମାଧ୍ୟମରେ ଶିକ୍ଷାର୍ଥୀମାନଙ୍କର କୃତିକୁ ସ୍ୱୀକୃତି ଦେବା ସହ ପ୍ରୋତ୍ସାହନ କରିବା ଏବଂ ସେମାନଙ୍କ ମନ ଭିତରେ ସୃଜନଶୀଳତା ପ୍ରତି ଆଗ୍ରହ ବୃଦ୍ଧି କରିବା। ଟେକ୍ନୋଲୋଜି ଓ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରି ବିଭିନ୍ନ ମାଧ୍ୟମରେ ନିଜ ନିଜର ଅନୁଭୂତି, ମନର କଥା ଉପସ୍ଥାପନ କରିବାର କୌଶଳ ଶିଖାଇବା। ପ୍ରତ୍ୟେକ ବିଦ୍ୟାଳୟରେ ଶିକ୍ଷାର୍ଥୀ, ଶିକ୍ଷକ, ଶିକ୍ଷୟିତ୍ରୀ, ପ୍ରଧାନ ଶିକ୍ଷକ, ଅଭିଭାବକ ଓ ଗୋଷ୍ଠୀର ସଦସ୍ୟ ବିଦ୍ୟାଳୟ ସମ୍ବନ୍ଧରେ ନିଜର ସୁଖଦ ଅନୁଭୂତିଗୁଡ଼ିକ ଭିଡ଼ିଓ ମାଧ୍ୟମରେ ରେକର୍ଡ଼ିଂ କରିବା ପାଇଁ ସଫଳ ହେବେ। ମୋ ସ୍କୁଲର ୟୁଟ୍ୟୁବ୍ ଚ୍ୟାନେଲରେ ଆମ ପିଲାଙ୍କ କଥା କାର୍ଯ୍ୟକ୍ରମ ମାଧ୍ୟମରେ ଏହା ସାର୍ବଜନୀନ କରାଯିବ। ଗୃହ କାର୍ଯ୍ୟ କ'ଣ ରହିବ? ଶିକ୍ଷାର୍ଥୀମାନେ ନିଜ ନିଜର ମୋ କଥା ମୋ କାହାଣୀ ବହିକୁ ସୁନ୍ଦର ଭାବରେ ସଜେଇ ବିଦ୍ୟାଳୟରେ ଜମା ଦେବେ। ଶିକ୍ଷାର୍ଥୀମାନେ ଘର ମୋବାଇଲ ବ୍ୟବହାର କରି ନିଜ ନିଜର ଏକ ଛୋଟ ଭିଡ଼ିଓ ପ୍ରସ୍ତୁତ କରି ଶିକ୍ଷକଙ୍କୁ ଦେବେ। ଯାହାର ଭିଡ଼ିଓ ଆକର୍ଷଣୀୟ ସୂଚନାଯୋଗ୍ୟ ହୋଇଥିବା ତାହା ମୋ ସ୍କୁଲ କର୍ତ୍ତୃପକ୍ଷଙ୍କୁ ପଠାଯିବ। ମୁଁ, ମୋ ସ୍କୁଲ ଓ ମୋର ଅଭୁଲା ସ୍ମୃତି। ଉଦ୍ଦେଶ୍ୟ କ'ଣ? ଦଶମ ଶ୍ରେଣୀର ଶିକ୍ଷାର୍ଥୀଙ୍କର ବିଦ୍ୟାଳୟରେ ଏହା ଶେଷ ବର୍ଷ, ତେଣୁ ତାଙ୍କ ପାଇଁ ଏକ ପରିବେଶ ସୃଷ୍ଟି କରିବା ଯାହାଦ୍ୱାରା ଶିକ୍ଷାର୍ଥୀମାନେ ବିଗତ ବର୍ଷଗୁଡ଼ିକରେ ବିଦ୍ୟାଳୟ ପରିସରରେ କଟାଇଥିବା ତାଙ୍କର ସ୍ମୃତିଗୁଡ଼ିକୁ ମନେ ପକାଇବେ ଓ କହିବେ। ନିଜ ବିଦ୍ୟାଳୟ ସହିତ ଜଡ଼ିତ ତାଙ୍କର ଅଭୁଲା ସ୍ମୃତିଗୁଡ଼ିକୁ ବିଭିନ୍ନ ମାଧ୍ୟମରେ ଲେଖଚିତ୍ର, ଅଭିନୟ, ସଂଳାପ, ଫଟୋ, ଭିଡ଼ିଓ ଇତ୍ୟାଦି ପ୍ରକାଶିତ କରିବାରେ ସଫଳ ହେବେ। ନବମ ଶ୍ରେଣୀର ସାହିତ୍ୟ ସୂଚନାର 24ତମ ଅଧିବେଶନରେ ଥିବା ମୋ କଥା ଓ ମୋ କାହାଣୀରେ ଏହା ସେମାନଙ୍କର ଅଭୁଲା ସ୍ମୃତିକୁ ସ୍ଥାନିତ ହେବ ଏବଂ ଏହା ବହିମେଳାରେ ପ୍ରଦର୍ଶିତ ହେବ। ଶିକ୍ଷକମାନେ ତାଙ୍କର ଚିତ୍ର, କବିତା, କାହାଣୀଗୁଡ଼ିକୁ ଆହୁରି ସୁନ୍ଦର ଭାବରେ ଲେଖି ଓ ସଜାଇ ବିଦ୍ୟାଳୟକୁ ଆଣିବେ। ଶିକ୍ଷାର୍ଥୀମାନେ ଘରେ ଅଭିଭାବକଙ୍କ ମୋବାଇଲ ବ୍ୟବହାର କରି ଛୋଟ ଛୋଟ ଭିଡ଼ିଓ ପ୍ରସ୍ତୁତ
କରି କରି ଶିକ୍ଷକ ନିକଟକୁ ପଠାଇବେ। ତାପରେ ପୁସ୍ତକ ସମୀକ୍ଷା ମୂଲ୍ୟାୟନ ବାଧ୍ୟତାମୂଳକ ଯେକୌଣସି ଗୋଟିଏ ଭାଷାରେ କ'ଣ କ'ଣ ରହିବ ତାକୁ ଏଇ 20 ମାର୍କର ସବୁଠାରୁ ଇମ୍ପୋର୍ଟାଣ୍ଟ ତୁମମାନଙ୍କ ପାଇଁ ଏଇ 20 ମାର୍କ। ଫାର୍ଷ୍ଟ ଟର୍ମ 1 ପାଇଁ ମାନେ ଷାଣ୍ମାସିକ ପରୀକ୍ଷା ବା 6 ମାସିକ ପରୀକ୍ଷା ପୂର୍ବରୁ ପ୍ରଥମେ 20 ମାର୍କର ଗୋଟେ ରହିବ। ଦଶମ ଶ୍ରେଣୀ ସାହିତ୍ୟ ଶ୍ରେଣୀ ପୁସ୍ତକ ଚୟନ 2 ମାର୍କ। ପୁସ୍ତକରେ ବିସ୍ତୃତ ଭାବରେ ବିନା ବାଧାରେ ପଢ଼ିବା 4 ମାର୍କ। କାହାଣୀ ଚରିତ୍ର ବିଷୟବସ୍ତୁ ଉପରେ ସଂକ୍ଷିପ୍ତ ଟିପ୍ପଣୀ ବା ବିବରଣୀ ଲେଖିବା 5 ମାର୍କ। କାହାଣୀର ପୃଷ୍ଠଭୂମି ଉପରେ ବିବରଣୀ ଉପରେ ଲେଖିବା 4 ମାର୍କ। କାହାଣୀର ସମସ୍ତ ଦିଗକୁ ଦୃଷ୍ଟିରେ ରଖି ଏକ ସାରାଂଶ ଉପସ୍ଥାପନ କରିବା 5 ମାର୍କ। ଟର୍ମ 2 ଦେଖ ବହିର ସାରାଂଶ ଲେଖିବା, ବହିର ମୁଖ୍ୟାଂଶ ଚିହ୍ନଟ କରିବା, ମୁଖ୍ୟାଂଶ ଗୁଡ଼ିକର ସଂକ୍ଷିପ୍ତ ବିବରଣୀ ଲେଖିବା, ମନୋନୀତ ମୁଖ୍ୟାଂଶ ଗୁଡ଼ିକୁ ଆତ୍ମ ବ୍ୟାଖ୍ୟା କରିବା 7 ମାର୍କ। ତେଣୁ ଏଇଭଳି ଭାବରେ ତୁମେ ଟୋଟାଲ ହାପିଆଲି ପରୀକ୍ଷା ପୂର୍ବରୁ 20 ମାର୍କ ଆଉ ହାପିଆଲି ପରୀକ୍ଷା ପରେ ଆନୁଆଲ୍ ପରୀକ୍ଷା ଭିତରେ ଆଉ 20 ମାର୍କ ଟୋଟାଲ 40 ମାର୍କର ତୁମେ ସାହିତ୍ୟ ସୂଚନାର ଏଇଭଳି ଭାବରେ 2ଟି ପ୍ରୋଜେକ୍ଟ ୱାର୍କ ପ୍ରସ୍ତୁତ କରିବ 40 ମାର୍କର। ସେଇଭଳି ଭାବରେ କ୍ରୀଡ଼ାଙ୍ଗନର, ସେଇଭଳି ଭାବରେ ଜିଜ୍ଞାସା, ସେଇଭଳି ଭାବରେ କୌଶଳୀ ତାକୁ ଟୋଟାଲ କାଲକୁଲେଟ୍ କରାଯିବ। ଏଇ 4 × 16 160 ମାର୍କର ତୁମେ ଯେଉଁ ପ୍ରୋଜେକ୍ଟ ୱାର୍କ ପ୍ରସ୍ତୁତ କଲ ତାକୁ କନଭର୍ଟ କରାଯିବ କେତେ ନା 80 ମାର୍କକୁ। ସେ 80ରୁ ତୁମେ ମାନେ କେତେ ନମ୍ବର ରଖିଲ ସେଇଟା ତୁମ କ୍ୟାରିୟର ମାର୍କ ସହିତ ମିଶିବ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ନିଶ୍ଚିତ ଗୋଟେ ସବସ୍କ୍ରାଇବ୍ କରିଦିଅ। ତାପରେ ଦେଖ ପ୍ରକଳ୍ପ କାର୍ଯ୍ୟ ମୂଲ୍ୟାୟନ ବାଧ୍ୟତାମୂଳକ 2 ଶିକ୍ଷାର୍ଥୀଙ୍କୁ ପାଚିକା ବା ସହାୟକ ଅକ୍ଷର ଶିଖାଇବା, ବିଭିନ୍ନ ଚିତ୍ର ଓ ଅନ୍ୟ ଶୈକ୍ଷିକ ଉପକରଣ ମାଧ୍ୟମରେ 5 ମାର୍କ। 1ରୁ 100 ପର୍ଯ୍ୟନ୍ତ ସଂଖ୍ୟା ଜ୍ଞାନ ବିଭିନ୍ନ ଚିତ୍ର ଓ ଅନ୍ୟ ଉପକରଣ ମାଧ୍ୟମରେ 5 ମାର୍କ 10 ମାର୍କ। ପଠନ ଲିଖନ ଦକ୍ଷତା ବୃଦ୍ଧି ଇଏ ହେଲା 5 ମାର୍କ। ଶିକ୍ଷାର୍ଥୀଙ୍କର ଶିକ୍ଷଣ ପ୍ରଗତିର ସ୍ତର ଅନୁସାରେ ମୂଲ୍ୟାୟନ କରାଯିବ, ସିଏ ରହିଲା 5 ମାର୍କ। ଏ ଟୋଟାଲ ହେଇଗଲା 20 ମାର୍କ। କିମ୍ବା ସୃଜନଶୀଳତା ଏବଂ ସାହିତ୍ୟିକ କାର୍ଯ୍ୟକଳାପ ପତ୍ର କିମ୍ବା ଦରଖାସ୍ତ ଲିଖନ 5 ମାର୍କ। 5ଟି ସମାର୍ଥ କିମ୍ବା ବିପରୀତ ଶବ୍ଦ 5 ମାର୍କ। ତାପରେ ଦେଖ କୌଣସି ଲେଖକ କବି ଉପନ୍ୟାସ ଗାଳ୍ପିକଙ୍କ ପରିଚିତ ଓ କୃତି 5 ମାର୍କ। ପାଠ୍ୟପୁସ୍ତକ ସହିତ କୌଣସି ଏକାଙ୍କିକାର ନିର୍ଦ୍ଦିଷ୍ଟ ଅଂଶକୁ ସମୀକ୍ଷା 5 ମାର୍କ। ପ୍ରାଚୀର ପତ୍ରିକା ରୂପରେଖ 3 ମାର୍କ। ଶୀର୍ଷକ 2 ମାର୍କ। ଅକ୍ଷର 2 ମାର୍କ। ଭାଷା ଉପସ୍ଥାପନ ଶୈଳୀ 3 ମାର୍କ। ବିଷୟବସ୍ତୁ 5 ମାର୍କ। ଏଇଭଳି ଭାବରେ ଇଏ ମଧ୍ୟ 20 ମାର୍କ। ତେଣୁ ଯେକୌଣସି ବିଷୟକୁ ନେଇକି ତୁମେମାନେ କରିପାରିବ। ତାପରେ ଉପକ୍ରମ ଏବଂ ଉପସଂହାର ସୃଜନଶୀଳତା ବାସ୍ତବତାର ପ୍ରତିଫଳନ। ତାର ପୁସ୍ତକ ଲିଖନ ଦେଖ ମୁଖ୍ୟ ପୃଷ୍ଠା, ଶୀର୍ଷକ, ଶିକ୍ଷାର୍ଥୀଙ୍କ ନାମ, ଶ୍ରେଣୀ, ରୋଲ ନମ୍ବର, ଶିକ୍ଷାବର୍ଷ, ସୂଚୀପତ୍ର, ମୁଖବନ୍ଧ, ବିଷୟ, ଭାଷା ଉପସ୍ଥାପନା ଶୈଳୀ ଓ ଅନୁଚ୍ଛେଦ ଗୁଡ଼ିକର ସଜ୍ଜୀକରଣ ଏବଂ ଉପସଂହାର। ବକ୍ତୃତା ପ୍ରତିଯୋଗିତା, ଉପକ୍ରମ, ଉପସ୍ଥାପନା ଶୈଳୀ, ଭାଷା ଶବ୍ଦ ସଂଯୋଜନ, ବିଷୟବସ୍ତୁ, ଉଦ୍ଧୃତି, ଉପସଂହାର। ଶ୍ରେଣୀର ଅନ୍ୟ 2 ଭାଷାରେ ପୁସ୍ତକ ପଠନ, ବିଦ୍ୟାଳୟ ପତ୍ରିକା, କ୍ଷୁଦ୍ର ନାଟକ ପରିବେଷଣ। ତ ଏଇଭଳି ଭାବରେ ବିଭିନ୍ନ ପ୍ରକାର ବିଷୟବସ୍ତୁକୁ ନେଇକି ତୁମେମାନେ ପ୍ରସ୍ତୁତ କରିପାରିବ ଏବଂ 20ରୁ 20 ମଧ୍ୟ ଆଣିପାରିବ କିମ୍ବା 19, 18 ଆଣିପାରିବ। ତେଣୁ ଯେଉଁ ଅନୁସାରେ ପ୍ରସ୍ତୁତ ହେବ ସେହି ଅନୁସାରେ ଅଧିକରୁ ଅଧିକ ନମ୍ବର ରଖିବ। ଭିଡ଼ିଓକୁ ବହୁତ ମାତ୍ରାରେ ସେୟାର କର ଆଉ ପ୍ରତ୍ୟେକ ଅଧିବେଶନ ପ୍ରୋଜେକ୍ଟ ୱାର୍କ ଭିଡ଼ିଓ ପାଇବା ପାଇଁ ଚ୍ୟାନେଲକୁ ନିଶ୍ଚିତ ଗୋଟେ ସବସ୍କ୍ରାଇବ୍ କରିଦିଅ। କାହିଁକି ତୁମମାନଙ୍କ ଗୋଟେ ସବସ୍କ୍ରାଇବ୍ ମୋତେ ମୋଟିଭେଟ୍ କରିବ ପରବର୍ତ୍ତୀ ସମୟରେ ତୁମମାନଙ୍କ ପାଇଁ ଭିଡ଼ିଓ ନେଇକି ଆସିବା ପାଇଁ। ଏଇଟା ସବୁ ରହିଛି କବିତା ଲେଖନ, କାହାଣୀ ଲେଖନ, ଶବ୍ଦ ଖେଳ, ମୋ ବନ୍ଧୁ ମୋ ସଖା, ତୁ କହିଲୁ ଦିନ ମୁଁ କହିଲି ରାତି, ହାସ୍ୟ ନାଟକ ଲେଖିବା, ଏଇଭଳି ଭାବରେ ବିଭିନ୍ନ ଜିନିଷ ଆ ଭିତରେ ରହିଛି। ଆଗାମୀ ପରୀକ୍ଷା ପାଇଁ ବହୁତ ବହୁତ ଶୁଭେଚ୍ଛା ଏବଂ ବହୁତ ଭଲ କର, ସେଥିପାଇଁ ସମସ୍ତଙ୍କୁ ଗୁଡ଼ ବିଶେଷ। ପରୀକ୍ଷାରେ 100% ନମ୍ବର ରଖିବା। ଆମେ 600ରୁ ଯେମିତି 580, 560, 570 ନମ୍ବର, 590 ନମ୍ବର ବା 600ରୁ 600 ନମ୍ବର ମଧ୍ୟ ଆଣିପାରିବା ପାଇଁ 100% ଆମର ପ୍ରଚେଷ୍ଟା ଜାରି ରଖିବା। ରହୁଛି। ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ।